ବନ୍ଧୁଗଣ, ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯାଇଥାଏ ସେହି ବ୍ୟକ୍ତି ନିଜ ଜୀବନରେ ଅନେକ କିଛି ଉନ୍ନତି କରିଥାଏ। ସେହି ବ୍ୟକ୍ତିଙ୍କୁ ତା'ର ଜୀବନରେ କିଛି ବଡ଼ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିନଥାଏ। ଏହିଭଳି ଲୋକଙ୍କ ଉପରେ ଭଗବାନ ନାରାୟଣଙ୍କର ମଧ୍ୟ ଅଶେଷ କୃପା ଦୃଷ୍ଟି ରହିଥାଏ। ମା ଲକ୍ଷ୍ମୀ ଏହି ଲୋକଙ୍କ ଉପରେ କୃପା ଦୃଷ୍ଟି ବଜାୟ ରଖିଥାନ୍ତି। ତେବେ ଶାସ୍ତ୍ର ଦୃଷ୍ଟିକୋଣରୁ ବ୍ୟକ୍ତିର ଶୋଇବା ସମୟରେ ଯଦି ଏଭଳି କିଛି ଭୁଲ ହୋଇଯାଇଥାଏ ତେବେ ସେହି ବ୍ୟକ୍ତିର ଜୀବନରେ ଅନେକ ଦୁଃଖ କଷ୍ଟ ଆସିଥାଏ। ତେଣୁ ବ୍ୟକ୍ତି ଶୋଇବା ସମୟରେ ନିଜ ପାଖରେ ଏଭଳି କିଛି ଜିନିଷ ରଖିବା ଉଚିତ ନୁହେଁ, ଯାହା ଉପରେ ଆଜି ଏଠାରେ ଆମେ ଆଲୋଚନା କରିବାକୁ ଯାଉଛୁ। ନମ୍ବର 1, ବ୍ୟକ୍ତି ଶୋଇବା ସମୟରେ ନିଜର ପାଦ ଦକ୍ଷିଣ କି ପୂର୍ବ ଦିଗରେ ନ ରଖିବା ଉଚିତ। ପୂର୍ବ ଓ ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ହିଁ ଉଚିତ। ନମ୍ବର 2, ଶୋଇବା ସମୟରେ ଅନେକ ବ୍ୟକ୍ତି ନିଜ ମୁଣ୍ଡ ପାଖରେ ପାଣି ରଖିକି ଶୋଇଥାନ୍ତି। ହେଲେ ମୁଣ୍ଡ ପାଖରେ ପାଣି ରଖିକି ଶୋଇବା ଦ୍ୱାରା ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ। ଏହାର ପ୍ରଭାବ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ। ତେଣୁ ମୁଣ୍ଡ ପାଖରେ ପାଣି ରଖିକି ଶୋଇବା ଅନୁଚିତ। ନମ୍ବର 3, ଶୋଇବା ସ୍ଥାନ ଆଖପାଖ ଜୋତା ଚପଲ ଆଦି ରଖିକି ଶୋଇବା ଅନୁଚିତ, ନଚେତ୍ ଏହା ସେହି ବ୍ୟକ୍ତିର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ନମ୍ବର 4, ଯେଉଁ ସ୍ଥାନରେ ଶୋଇବେ ତା'ର ସାମ୍ନାରେ ଆଇନା ବିଲକୁଲ ବି ରଖିବା ଉଚିତ ନୁହେଁ, କାରଣ ଶୋଇବା ସମୟରେ ନିଜର ଛବି ଆଇନାରେ ନ ଦେଖିବା ଉଚିତ, ନଚେତ୍ ସେହି ବ୍ୟକ୍ତିର ସ୍ୱପ୍ନରେ ବାରମ୍ବାର ଖରାପ ସ୍ୱପ୍ନ ଆସିଥାଏ, ଯାହାର ନକାରାତ୍ମକ ପ୍ରଭାବରୁ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥାଏ। ନମ୍ବର 5, ଶୋଇବା ସମୟରେ ବ୍ୟକ୍ତି ନିଜ ମୁଣ୍ଡ ପାଖରେ କୌଣସି ପ୍ରକାରର ସୁଗନ୍ଧିତ ତୈଳ ରଖିକି ଶୋଇବା ଅନୁଚିତ, କାରଣ ସୁଗନ୍ଧିତ ତୈଳ ରାତ୍ରି ସମୟରେ ଖରାପ ଶକ୍ତିକୁ ଆକର୍ଷଣ କରିଥାଏ। ନମ୍ବର 6, ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ସମୟରେ ନିଜ ପାଖରେ ପୁସ୍ତକ ଆଦି ରଖିବା ମଧ୍ୟ ଅନୁଚିତ। ଖାସ କରି ବିଦ୍ୟାର୍ଥୀମାନଙ୍କୁ ଏହିସବୁ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ ଦରକାର ହୋଇଥାଏ। ତେବେ ବ୍ୟକ୍ତି ଶୋଇବା ସମୟରେ ଏହିସବୁ କଥା ଉପରେ ଧ୍ୟାନ ରଖି ଶୋଇବା ଦ୍ୱାରା ତାହାର ନିଦ୍ରା ଭଲ ହୋଇଯାଇଥାଏ।